ପିଲାମାନେ ତୁମେ ମାନେ ସମସ୍ତେ ଭଲରେ ଥିବ ବୋଲି ମୁଁ ଆଶା କରୁଛି। ଆଜି ଆମେ ତୁମର ଝୁଲଣ ବହିର ଦ୍ୱିତୀୟ ପାଠ ଚକୁଳି କଲା ଚେଁ ଚାଁ ପାଠ ଭଳିଆ ଆଉ ଗୋଟେ କବିତାଟିଏ ପଢ଼ିବା। ସେ କବିତାଟାର ନାଁ ହେଉଛି ଟ କହୁଛି। ତ ପ୍ରଥମେ ମୁଁ ଏଇ କବିତାଟିକୁ ଗାଇବି, ତୁମେମାନେ ସବୁ ମନ ଦେଇ ଶୁଣିବ। ଟ କହୁଛି ମୁଁ ଟମାଟୋ ଲାଲ, ଟ କହୁଛି ମୁଁ ଟମାଟୋ ଲାଲ, ଖାଇଲେ ହେବ ତୁମ ଗୋଲାପି ଗାଲ। ଟ କହୁଛି ମୁଁ ଟଭା ଲେମ୍ବୁ, ଟ କହୁଛି ମୁଁ ଟଭା ଲେମ୍ବୁ, ସରବତ କଲେ ପିଇବୁ ସବୁ। ଟ କହୁଛି ମୁଁ ଟଙ୍କା ପଇସା, ଟ କହୁଛି ମୁଁ ଟଙ୍କା ପଇସା, ସାଇତି ରଖିବା ସଭିଙ୍କ ଆଶା। ଟ କହୁଛି ମୁଁ ଟୋପି ମୁଣ୍ଡରେ, ଟ କହୁଛି ମୁଁ ଟୋପି ମୁଣ୍ଡରେ, ବାହାରେ ବୁଲିବା ଖୁସି ମନରେ। ଟ କହୁଛି ମୁଁ ଟିକି ଚଢ଼େଇ, ଟ କହୁଛି ମୁଁ ଟିକି ଚଢ଼େଇ, ଆକାଶେ ଉଡ଼ଇ ଡେଣା ମେଲାଇ। ଏଇ କବିତାଟି ବର୍ତ୍ତମାନ ତୁମେ ଶୁଣିଲ? ହଁ ଦିଦି। ପିଲାମାନେ, ବର୍ତ୍ତମାନ ଆମେ ଏଇ କବିତାକୁ ନେଇକି ଆଉ ଗୋଟିଏ ନୂଆ କାମ କରିବା। ଟ ଅକ୍ଷର ଥିବା ଚିତ୍ରକୁ ଗାର ଟାଣି ଯୋଡ଼ିବା। ହେଲା, ଏଇଠି ଆମର କେତେଟା ଚିତ୍ର ସବୁ ଅଛି, ମଝିରେ ଟ ଲେଖା ହେଇଛି। ଆମେ ଯୋଉ ଯୋଉ ଚିତ୍ରରେ ଆମର ଟ ଅକ୍ଷର ରହିଛି ସେଇ ଚିତ୍ର ଗୁଡାକ ଆମେ ଟ ସହିତ ଗାର ଟାଣି ଯୋଡ଼ିବା। ମୁଁ ଗୋଟିଏ କରିକି ଦେଖଉଛି, ଅନ୍ୟ ଗୁଡାକ ତମେ ଗାର ଟାଣି ଯୋଡ଼ିବ। ବୁଝିପାରିଲ? ହଁ ଦିଦି। ଏଠି ଟ ସହିତ ଦେଖ ଓଟ, ଓଟ ଟ ଅଛି କି ନାଇଁ ଓଟରେ? ଅଛି ଦିଦି। ଏଟାକୁ ଗାର ଟାଣି ଯୋଡ଼ିଲେ। ଠିକ ସେଇ ଭଳିଆ ତମେ ମାନେ ମଧ୍ୟ ଯୋଉ ଯୋଉ ଚିତ୍ରରେ ଟ ଅକ୍ଷର ରହିଛି ତାକୁ ତୁମେ ଗାର ଟାଣି ଯୋଡ଼ିବ। ମିତା ଯୋଡ଼ିଲ ଗୋଟେ? ଟଙ୍କା ଅଛି ଦିଦି। ଟଙ୍କା ସହିତ ଯୋଡ଼ିଲ? ଗୁଡ। ଆଉ ଗୋଟେ ଯୋଡ଼ି ଦିଅ। ବ୍ୟାଟେ। ଯୋଡ଼ିଦେଲ ବ୍ୟାଟ ସହିତ? ମଟର ଛୁଇଁ। ମଟର ଛୁଇଁ, ବଢିଆ। ଆଉ ଦିଦି ସେ ଟୋପିରେ ଲାଗିବ, ଗାର ଲଗେଇ ଦିଅନ୍ତୁ। ଟୋପିରେ? ହଉ, ଗାର ଲାଗିଗଲା। ଖଟ। ଖଟ, ଗୁଡ। ତାପରେ ଟୋକେଇ। ଟୋକେଇ। ଆଉ କଣ ରହିଲା? ଟମାଟୋ। ଟମାଟୋ। ତାହେଲେ ଟୋକେଇ, ଟମାଟୋ, ଓଟ, ଟଙ୍କା, ବ୍ୟାଟ, ମଟର, ଟୋପି, ଖଟ, ଏଇ ସବୁ ଚିତ୍ର ମାନଙ୍କରେ ଆମର ଟ ଅକ୍ଷରଟି ରହିଛି। ମୁଁ ବର୍ତ୍ତମାନ ତମକୁ କିଛି ଶବ୍ଦ ଦେବି, ସେଇ ଶବ୍ଦରେ କୋଉଠି ଟ ଅକ୍ଷର ଅଛି ତାକୁ ତୁମେ ଗୋଲ ବୁଲାଇବ। ଦେଖିଲ, ଏଇଟା ଟଗର, ଫଳ, ହାଟ, କଲମ, ଜଟ, ହାତ, ମକର, କରତ, ଆକଟ, ଅଟା, ଓଟ, ଚହଟ, ଶାଗ, କଟକ, ଆତ, ଖଟ, ମଟର, ଫସଲ, ନଟୁ, ପର, ଅଟର। ଏତିକି ଶବ୍ଦ ତମମାନଙ୍କ ପାଇଁ ଦିଆଯାଇଛି। ଏଇଥିରେ ତୁମେ ଜଣ ଜଣ କରି ଆସିବ, ଆଉ ଯୋଉଠି ଟ ଅକ୍ଷର ଲେଖା ହେଇଛି ତାକୁ ତୁମେ ଗୋଲ ବୁଲେଇବ। ମିତା, ତୁମେ ଆସିକିରି ଆଗେ ଟିକେ ଗୋଲ ବୁଲେଇ ଦିଅ। ବଢିଆ। ଟଗର, ହାଟ, ଜଟ, ଆକଟ, ଏଇ ଚାରିଟାକୁ ମିତା ଗୋଲ ବୁଲେଇ ଦେଲା। ତା ପାଇଁ ଟିକେ ତାଳିଟେ ଦେଇଦବା। ବଢିଆ। ତାପରେ କୁନା ଆସିଲ, ତୁମେ ଟ କୁ ଗୋଲ ବୁଲେଇ ଦବ। ଅଟା, ଓଟ, ଚହଟ, କଟକ, ଏଇ ଚାରିଟାକୁ ସେ ଗୋଲ ବୁଲେଇଲା। ତା ପାଇଁ ଟିକେ ତାଳି ପିଟି ଦିଅ। ଏଇଟା କିଏ ଗୋଲ ବୁଲେଇଲା ରେ? ଭେରି ଗୁଡ। ମତେ ଆଉ ବି ଆସିବ। ତାହେଲେ ତୁମେ ଗୋଲ ବୁଲେଇ ଦିଅ ଟିକେ। ବହୁତ ବହୁତ ଧନ୍ୟବାଦ। ତମେ ମାନେ ସବୁ ଟ ଅକ୍ଷର ଗୁଡାକ ଚିହ୍ନିକିରି ଗୋଲ ବୁଲେଇଛ।
ବର୍ତ୍ତମାନ ଆମେ ଟ ଲେଖିବା ହେଲା। ଏଠି ଗୋଟେ ଟ ଲେଖା ହେଇଛି ଦେଖ। ଏଇଟାରେ ଆମେ ପ୍ରଥମେ କଣ କରିବା, ଗୋଟିଏ ଗୋଲ ବୁଲେଇବା। ମୁଁ ଗୋଲ ବୁଲେଇ ଦେଲି। ସେଇ ଗୋଲ ଉପରେ ଆଉ ଗୋଟେ ଟୋପିଟେ ଦେବା, ତାପରେ ଗୋଟେ ବାରିଟେ ଲଗେଇବା। ଏମିତି ଟ ଲେଖାଯାଏ। ଠିକ ଏଇଭଳି ତମେ ମାନେ ଏଠି ବିନ୍ଦୁ ଯୋଡ଼ିକିରି ତମକୁ ଦିଆହେଇଛି କିଛି ଟ ଲେଖା, ସେଇଟାକୁ ବିନ୍ଦୁ ଯୋଡ଼ିକିରି ଟ ଲେଖିବ। ତମ ବହି ମାନଙ୍କରେ ଏମିତି ବିନ୍ଦୁ ଯୋଡ଼ିକିରି ଟ ଦିଆହେଇଛି, ସେଇଥିରେ ତୁମେ ଏଟାକୁ ଯୋଡ଼ିକିରି ଲେଖ। ଆସ ଏବେ ଆମେ ଟ ଅକ୍ଷର ଲେଖିବା। ଆମେ ଗୋଟେ ବିନ୍ଦୁ ଯୋଡ଼ିକିରି ଲେଖିଲେ, ଏବେ ଆମେ ଗାର ପକେଇକି ଲେଖିବା। ଏଇଠି ଦେଖ 3ଟି ଗାର ଅଛି, ତା ଭିତରେ କେମିତି ଟ ଲେଖା ହେଇଛି ତାକୁ ଠିକ ଭାବରେ ଦେଖ। ତମ ବହି ମାନଙ୍କରେ ମଧ୍ୟ ଏଇଭଳି ଗାର ଦିଆ ହେଇକିରି ତମକୁ ଗାର ଦିଆହେଇଛି। ସେଇଗୁଡାକ ତମେ ସେଇ ଗାର ମଧ୍ୟରେ ଏଇ ଟ ଟିକୁ ଲେଖିବ। ଲେଖି ସାରିଲ? ହଁ ଦିଦି। ଏଇ ତଳ ସାରଣୀ ବା ଟେବୁଲରେ ଟ ଅକ୍ଷର ଥିବା କିଛି ଶବ୍ଦ ରହିଛି। ପାଖରେ ଆମର ଅଛି ମନ୍ଦାର ଫୁଲ। ସେ ମନ୍ଦାର ଫୁଲ ପାଖୁରାରେ ଆମକୁ ଟ ଅକ୍ଷର ଥିବା ଶବ୍ଦ ଗୁଡାକ ନେଇକି ଯୋଡ଼ିବାକୁ ଅଛି ବା ପାଖୁରା ମଧ୍ୟରେ ଲେଖିବାକୁ ଅଛି। ଲେଖିପାରିବ? ହଁ ଦିଦି। ମୁଁ ଜଣ ଜଣଙ୍କୁ କହିବି, ତମେ ଆସିକି ଲେଖିବ। ଅର୍ପିତା ଲେଖିଲ? ଗୁଡ୍। ଆଉ ଗୋଟେ ଲେଖିଦିଅ। କୁନା ଲେଖିଲ? ମିତା ଲେଖିଲ? ଦେବସ୍ମିତା ଲେଖିଲ? ବଢିଆ, ତମେ ମାନେ ସବୁ ଠିକ କରିକି ଲେଖିଛ। ଚଟିଆ, ଟେବୁଲ, ଅରଟ, ମଟର, ଟଗର ସବୁ ଗୁଡାକ ଠିକ ଶବ୍ଦ ଗୁଡାକ ବାଛିକି ଲେଖିଛ। ଏବେ ତମମାନଙ୍କ ପାଇଁ ମୁଁ ଗୋଟେ ମଜାଳିଆ କାମ ଆଣିଛି। ଆମେ ପ୍ରଥମରୁ ଗୋଟେ କବିତାଟିଏ ଗାଇଥିଲେ, ଠିକ ସେଇଭଳି ମୁଁ ତମ ପାଇଁ ଗୋଟେ କବିତା ନେଇକି ଆସିଛି। ଏଇ କବିତାରେ କିଛି ଶବ୍ଦକୁ ନେଇକିରି ତମକୁ କବିତାଟିକୁ ପୂରଣ କରିବାକୁ ପଡ଼ିବ। ଯଦି ଶବ୍ଦଟାକୁ ତମେ ପଢି ନ ପାରୁଛ, ତାହେଲେ ଚିତ୍ର ଦେଖିକି ସେଇ ଉତ୍ତରଟି କହିବ ଏବଂ ବାକ୍ୟଟିକୁ ପୁରା କରିବ। ଏଠି ଅଛି, ଭାଲୁ ଚଲାଇଲା ଡ୍ୟାସ୍ ଗାଡ଼ି, ସାଇକେଲ ଆଉ ମଟର। ଦିଟା କଥା କହିଛି। ତମେ ଉତ୍ତର ଜାଣିଛ କି? ସାଇକେଲ ହବ କି ମଟର ହବ? ନା ଦିଦି। ତାହେଲେ ଚିତ୍ର ଦେଖିକି ବର୍ତ୍ତମାନ କହିପାରିବ। ଚିତ୍ର ଦେଖି ଉତ୍ତର କୁହ। ସାଇକେଲ ତ ନୁହଁ, ମଟର। ମଟର ଗାଡି। ଆଚ୍ଛା, ଭେରି ଗୁଡ୍। ତାହେଲେ ଏଠି ହବ ମଟର। ଭାଲୁ ଚଲାଇଲା ମଟର ଗାଡ଼ି। ଟୁକୁନା କାନ୍ଦିଲା ଡ୍ୟାସ୍ ରୁ ପଡ଼ି, ଗଛ ଅଛି ଖଟ ଅଛି। ଚିତ୍ର ଦେଖି ଉତ୍ତର କୁହ। ଖଟରୁ ଖଟ। ପଡି। ଖଟରୁ ପଡ଼ି, ବହୁତ ବଢିଆ। ଗଛରେ ଫୁଟିଲା ଡ୍ୟାସ୍ କଢ଼ି, ଟଗର ଗୋଲାପ। ଚିତ୍ର ଦେଖି କୁହ, କୋଉ ଫୁଲ? ଟଗର। ଆକାଶେ ଗଲା ଡ୍ୟାସ୍ ଉଡ଼ି, ଏଟାକୁ ମିତା କହିବ। ଚିତ୍ର ଦେଖି ମିତା କୁହ। ବର୍ତ୍ତମାନ ଟ କେମିତି ଲେଖାଯାଏ ମୁଁ ତମକୁ ଲେଖିକି ବତେଇବି, ତୁମେ ସେଇଟାକୁ ଭଲ ଭାବରେ ଦେଖ। ଦେଖ, ଏଇଟାକୁ 3ଟା ଗାର ମଧ୍ୟରେ ଟ ଲେଖା ହେଇଛି। ଆମେ ଦେଖିବା କେମିତି ଟ ଲେଖା ହବ। ପ୍ରଥମେ ଆମେ ଗୋଲ ବୁଲେଇବା। ଦେଖିଲ? ଠିକ। ତାପରେ ଆମେ ଗୋଟେ ଅଧା ଟୋପି ଦବା। ଟୋପି ଦେଇଦେଲ? ଠିକ ଅଛି। ଏବେ ଆମେ ଗୋଟିଏ ଗାର ଦେବା। ତଳୁ ଉପରକୁ ଗାରଟେ ଟାଣିବା। ଏବେ ହେଇଗଲା ନା ଟ? ଏଇଭଳି ଟ ଲେଖାଯାଏ। ବର୍ତ୍ତମାନ ପିଲାମାନେ ତୁମେ ଲେଖିପାରିବ ନା ଟ? ମିତା ଆସିଲ, ତୁମେ ଟିକେ ଟ ଲେଖିବ। ଏଇଠି ଟିକେ ଟ ଲେଖିଦିଅ ତୁମେ। ବଢିଆ, ତୁମେ ତ ଭଲ ଲେଖିପାରୁଛ। ଠିକ ଲେଖିଛ। ଟ ଟାକୁ ବହୁତ ସୁନ୍ଦର ଆଗେ ଗୋଲ ବୁଲେଇଲ, ତାପରେ ଟୋପି ଦେଲ, ତାପରେ ଗାରଟେ ଟାଣିବ। ଠିକ ହେଇଛି। ହରି, ତୁମେ ଲେଖିପାରିବ କି? ହଉ, ଟିକେ
ତୁମେ ଲେଖିକି ଦେଖେଇଲ କେମିତି ଟ ଲେଖିବ। ଭଲ କି ଲେଖ। ହଁ, ଗୋଲଟା ଠିକ ଭାବରେ ବୁଲାଅ। ଠିକ ହେଇଛି। ବଢିଆ। ଗାରଟେ ଦେଇଦିଅ। ହଁ, ହେଇଗଲା ଏଥର ଟ। ତାହେଲେ ଦେଖିଲ 3ଟା ଗାର ମଧ୍ୟରେ ତମେ କେମିତି ଟ ଲେଖିବ। ବର୍ତ୍ତମାନ ରୀତା ତୁମେ ଆସିଲ। ଲେଖିବ ଟ କେମିତି ଲେଖାଯାଏ। ଠିକ ଅଛି। ଆଗେ ଗୋଲ ବୁଲେଇ ଦେଲ, ତାପରେ ଟୋପିଟେ ଦେଲ, ତାପରେ ଗାର ଦେଇଦେଇଛ। ବଢିଆ। ବହୁତ ସୁନ୍ଦର ଭାବରେ ଲେଖିଲ। ତାହେଲେ ଏଇଭଳି ଭାବରେ ତୁମେମାନେ ଟ ଲେଖିବ। ଆଜି ଆମେ ଟ କହୁଛି କବିତାଟି ପଢ଼ିଲେ। ଆଶା କରୁଛି ତୁମକୁ ଏଇ ଗୀତଟି ବହୁତ ଭଲ ଲାଗିଥିବ। ମୁଁ ବର୍ତ୍ତମାନ ତୁମକୁ ଗୋଟିଏ କାମ ଦେବି। ଏହି କାମଟି ତୁମେ ଘରୁ କରିକି ଆଣିବ। ଏଇ ଚିତ୍ରଟି ଦେଖ। ଏଇ ଚିତ୍ରରେ ରଙ୍ଗ କରିକି କାଲି ଘରୁ ନେଇକି ଆସିବ ଏବଂ ତୁମର ଯେଉଁ ଶ୍ରେଣୀ ଶିକ୍ଷକ ଅଛନ୍ତି ସେମାନଙ୍କୁ ତୁମେ ଆସନ୍ତାକାଲି ଆଣିକି ଦେଖେଇବ। ତୁମେମାନେ ଆଜିର କ୍ଲାସରେ ବହୁତ ସୁନ୍ଦର ଅଂଶଗ୍ରହଣ କରିଥିଲ। ସେଇଥିପାଇଁ ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ଆମେ ଏତିକି ପାଠ ପଢ଼ିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।